ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା ଚଳଚଞ୍ଚଳ ହୋଇ ଉଠୁଛି। ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ମହିମା ଗାଦି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ 9 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ। ସେପଟେ ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତ ସରିଛି। ମହିମା ପରମ୍ପରା ମୁତାବକ ବ୍ରହ୍ମ ମୁହୂର୍ତ୍ତରୁ ମହିମା ସନ୍ନ୍ୟାସୀମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି। ଏହି ପୀଠରେ ସାରା ଭାରତବର୍ଷର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ। ଚଳିତ ବର୍ଷ ସେମାନଙ୍କର 151ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ। ବିଭିନ୍ନ ନୀତିକାନ୍ତିର ସହିତ ଗାଦି ମନ୍ଦିର ପରିସର ଚାରିଦ୍ୱାରରେ ଅଖଣ୍ଡ ଧ୍ୱନି ଜାଳିବେ ମହିମା ସାଧୁ। ବ୍ୟୁରୋ ରିପୋର୍ଟ, ଆମ ଟିଭି।